तं येन तस्मै श्रीगुरवे नमः। नमः विष्णुपादाय विष्णुपृष्ठाय भूतले श्रीमते भक्तिवेदांत स्वामिने नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे हंसकल्पतरुभश्च कृपा सिन्धु भय पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्णा कृष्ण कृष्ण हरे हरे, हरे राम 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 हरे हरे। मुखं करोति वाचालं पंगुलं हयते गिरिं यत्कृपातमहं वन्दे परमानन्दमाधवं सुहृदनतरिणं श्रीचैतन्य ईश्वरम्। नमो विष्णुपादाय कृष्णपृष्ठाय भूतले नमस्ते भक्ते प्रतापा स्वामिने इति नाम। तो आज के আমরা শ্রীমদ্ ভগবত গীতা সপ্তম অধ্যায় জ্ঞান বিজ্ঞান যোগ 30 নম্বর শেষ শ্লোকটি অধ্যয়ন করে শ্রবণ করব। সাধিভূত অধিदैवम মাম সাধি যজ্ঞ সত্যে যে ये विदुः प्रयाण काले अपि च मां ते বিদুর্যুক্ত চেতসঃ। এখানে বলা আছে স অধিভূত। আমি আচ্ছা ମୁଁ ଯୋଉ ମୋର କମ୍ପ୍ୟୁଟରଟା ଆଜି ଗଣ୍ଡଗୋଳ ହେଇଯାଇଛି, ସେଥିପାଇଁ କି କମ୍ପ୍ୟୁଟର ମୁଁ ଓଡିଆ ଯୋଉ ଲେଖା ଗୀତା ଦେଖିପାରୁନି। ମୁଁ ଅନ୍ୟ ଗୋଟେ କମ୍ପ୍ୟୁଟର ବ୍ୟବହାର କରୁଛି, ସେଥିରେ ଓଡିଆ ନାହିଁ, ଇଂଲିଶରେ ଅଛି। ତ ଇଂଲିଶରୁ ଯେତେଟା ପାରେ ଦେଖି ଦେଖିକି ଓଡିଆରେ ମୁଁ କିଛି କହିପାରିବି। ଠିକ ଅଛି। ସ ଅଧିଭୂତ অধিভূত মানে এই যে জড় জগৎটা প্রকাশিত হচ্ছে জড় জগৎ ଯୋଉ ପ୍ରକାଶିତ ହଉଛି, ଏ ସମସ୍ତ ତାର ପରିଚାଳନାକାରୀ ସୂତ୍ର ଗୁଡିକ, ହଁ, ଯାଦ୍ୱାରା ଜଳ ଜଗତ ପରିଚାଳିତ ହଉଛି, ସେଟାକୁ ଅଧିଭୂତ କୁହାଯାଏ। ତାପରେ ଅଧିଦୈବମ, ଯେ ଦେବତା ମାନଙ୍କ କଥା କୁହାଯାଏ। ଏ ପ୍ରତିଟା ଶବ୍ଦର ଅର୍ଥ ତ ଅର୍ଜୁନ ଜାଣିବା ପାଇଁ ଚାହିଁବେ, କିନ୍ତୁ କୃଷ୍ଣ ପର ପରର ଅଧ୍ୟାୟରେ ବର୍ଣ୍ଣନା କରିବେ। ମାଙ୍ଗ ମାନେ ମୋତେ, ସ ଅଧିଯଜ୍ଞମ୍ ସମସ୍ତ, ମୁଁ ହଉଛି ସମସ୍ତ ଯଜ୍ଞର, ହଁ, ମାଲିକ ବା ଅଧିକାରୀ। च ମାନେ ଏବଂ, ଯେ ମାନେ ଯାରା, ହଁ, ଯାରା ତାରା ଜାନେ, ବିଦୁ ମାନେ ଜାନେ। ପ୍ରୟାଣ କାଲେ ମାନେ ମୃତ୍ୟୁ ସମୟରେ, ଅପି ଏମିତିକା, ସ ଏବଂ ମାଂ ମୋତେ, ते ସେମାନେ, ବିଦୁ ଜାଣନ୍ତି, ଯୁକ୍ତ ଚେତସଃ ସେମାନଙ୍କର ମନ ମୋରଠାରେ ସ୍ଥିର ଥାଏ। ଅନୁବାଦ କୁହାଯାଉଛି ଯୋଉମାନେ ସମ୍ପୂର୍ଣ୍ଣ ରୂପେ ମୋ ଚେତନାରେ ସ୍ଥିତ ରହିଛନ୍ତି, ଯୋଉମାନେ ଜାଣନ୍ତି ଯେ ମୁଁ ହଉଛି ପରମ ପୁରୁଷ ଭଗବାନ, ମୁଁ ସମସ୍ତ ଜଡ ସୃଷ୍ଟି, ଦେବତା, ଯଜ୍ଞ ଏ ସବୁର ପରିଚାଳନାକାରୀ ହଉଛି ମୁଁ। ସେମାନେ ମତେ ଜାଣିପାରିବେ, ବୁଝିପାରିବେ
परम पुरुष भगवान बोली एमती कि मृत्यु समय पर्यंत। मृत्यु समय साधारण समय तो लोग जानवे, एमती कि मृत्यु समय भी से उपलब्धि कर बुझीपारे जानीपारे स्मरण करें। जे कृष्ण होती परम पुरुष भगवान। कौन जानीपारे ना जो माने भगवान कृष्ण को, जो मैंने कृष्ण को भगवान बोली जानती एवं से समस्त देवता जड़ जगत समस्त यज्ञर अधीश्वर बोली जानती। तो जो माने कृष्ण चेतना रे स्थित से माने केबे हेले भी एई भगवान के संपर्क जो ज्ञान जो बुझामणा ସେଥିରୁ ଚ୍ୟୁତ ହେବେ ନାହିଁ। ଅର୍ଥାତ୍ ଭଗବାନ ସାଙ୍ଗରେ ତାଙ୍କର ଚିନ୍ତା ସ୍ଥିର ରହିବ। ତ ଏଇ ଭଗବତ ଚେତନା ବା କୃଷ୍ଣ ଚେତନାର ଯେ ଚିନ୍ମୟ ସଙ୍ଗ କୃଷ୍ଣ ଚେତନା ରହିଲେ ସାନ୍ନିଧ୍ୟ ରହିଲେ କଣ ହବ, ସେ ବୁଝିପାରିବ ଯେ ପରମ ପୁରୁଷ ଭଗବାନ ହଉଛନ୍ତି ଏଇ ଜଡ ସୃଷ୍ଟି ହଁ, ପରିଚାଳନା। ସେ ତାର ବୁଝିପାରେ ଦେବତା ମାନଙ୍କର ବି ପରିଚାଳକ। ସେତେବେଳେ ସେ ଏକଦମ ଦୃଢ ନିଶ୍ଚିତ ହବ ଭଗବାନଙ୍କ ସମ୍ପର୍କରେ। ଏବଂ ମୃତ୍ୟୁ ସମୟରେ ଏଇ ପ୍ରକାର କୃଷ୍ଣ ଭାବନାମୃତ ବ୍ୟକ୍ତି ସେ କେବେ ହେଲେ କୃଷ୍ଣକୁ ଭୁଲିବନି। ଅର୍ଥାତ୍ ଯୋଉମାନେ ଚାହାନ୍ତି ମୃତ୍ୟୁ ସମୟରେ କୃଷ୍ଣକୁ ସ୍ମରଣ କରିବା ଦରକାର, ସେମାନଙ୍କର କର୍ତ୍ତବ୍ୟ ହଉଛି ଯେ ଭଗବାନଙ୍କୁ ଆଦି ଯଜ୍ଞ ଆଦି ଦେବ ଆଦି ଭୂତ ଏଇ ହିସାବରେ ତାଙ୍କୁ ଜାଣିବେ। ଏଇ ଭାବରେ ସେ ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିକି ଦେହ ତ୍ୟାଗ କରିବ ତାହେଲେ କଣ ହବ, ସେ ଭଗବାନଙ୍କ ଧାମକୁ ଯିବ, ବୈକୁଣ୍ଠ ଯିବ, ଗୋଲକ ବୃନ୍ଦାବନ ଯିବ। ତ ଏଇ ସପ୍ତମ ଅଧ୍ୟାୟରେ ବିଶେଷ କରି ବର୍ଣ୍ଣନା କରାଯାଉଛି ଯେ କେମିତିକା ମାନେ ପୂର୍ଣ୍ଣ ମାତ୍ରାରେ କୃଷ୍ଣ ଚେତନା ସମ୍ପନ୍ନ ହୋଇପାରିବ। ସପ୍ତମ ଅଧ୍ୟାୟରେ ଆମେ ଷଷ୍ଠ ଅଧ୍ୟାୟରେ ପ୍ରଥମରୁ ଷଷ୍ଠ ଅଧ୍ୟାୟଟା କର୍ମ ଶତକ ଥିଲା। ଆମେ କର୍ମ ସମ୍ପର୍କରେ ବହୁ ପ୍ରକାରର ଆଲୋଚନା ଶ୍ରବଣ କଲେ। ଏଇ 7 ରୁ 12 ପର୍ଯ୍ୟନ୍ତ ହଉଛି ଭକ୍ତି ଶତକ। ଭକ୍ତି ଶତକ ପ୍ରାରମ୍ଭରେ ଭଗବାନ କୃଷ୍ଣ ବର୍ଣ୍ଣନା କରୁଛନ୍ତି ବିଶେଷ କରିକି କେମିତିକା ଜଣେ ପୂର୍ଣ୍ଣ ମାତ୍ରାରେ କୃଷ୍ଣ ଚେତନାମୟ ହେଇପାରିବ ତାର ଉପାୟଟି ବତାଉଛନ୍ତି। ତ ଏଇ ଯେ କୃଷ୍ଣ ଚେତନା ହବାର ଆରମ୍ଭ ହବ ବା ମୂଳଟା କଣ, କେମିତି ଆମେ କୃଷ୍ଣ ଚେତନା ହେଇପାରିବା, ତା ଆରମ୍ଭ ହବ କୋଉଠୁ ନା ଯେ କୃଷ୍ଣ ଚେତନା ସମ୍ପନ୍ନ ବ୍ୟକ୍ତି ତାର ସଙ୍ଗର ମାଧ୍ୟମରେ। ସାଧୁ ସଙ୍ଗ, ସାଧୁ ସଙ୍ଗ ସର୍ବଶାସ୍ତ୍ର କହେ ଲବେ ମାତ୍ର ସାଧୁ ସঙ্গে ସର୍ବସିদ্ধି হয়। କାହିଁକି ସର୍ବସିद्धି ହୁଏ ନା ସାଧୁ ସଙ୍ଗ ଦ୍ୱାରା ହିଁ ଯୋଉମାନେ ସାଧୁ ମାନେ କୋଉ ସାଧୁ, ଯୋଉ ସାଧୁ ମାନେ କୃଷ୍ଣ ଭାବନାମୟରେ ଅଛନ୍ତି, କୃଷ୍ଣ ଭକ୍ତ, ସେଇ ସାଧୁ ସଙ୍ଗ କଲେ ଆମର କୃଷ୍ଣ ଚେତନା। କାହିଁକି ନା ସେ କୃଷ୍ଣ ଭକ୍ତିଟା ଆମେ ବହି ପଢି କଲେ ହବନି, ଜ୍ଞାନ ଅର୍ଜନ କଲେ ହବନି। ସାଧୁଗୁରୁ ବୈଷ୍ଣବର କୃପା ଦରକାର, ତାଙ୍କର ସଙ୍ଗ ଦରକାର। କାହିଁକି ନା ଭକ୍ତି ଭଗବତ ଭକ୍ତ ସଙ୍ଗନ ପରିଜାୟତେ, ଭକ୍ତି ଭଗବତ ଭକ୍ତ ସଙ୍ଗନ ଉପଜାୟତେ।
ଏଇ ଭକ୍ତି ଭଗବାନଙ୍କର ଭକ୍ତର ସଙ୍ଗ କରିଲେ ପ୍ରାପ୍ତ ହୁଆଯାଏ। ମୁଁ ଶୁଣିଛି ଯେ ଭକ୍ତି ଦେବୀ ଭକ୍ତର ହୃଦୟରେ ବାସ କରନ୍ତି, ରାଧିନୀ ଶକ୍ତି। ତ ଭକ୍ତମାନେ ଯେତେବେଳେ ଆମ ଉପରେ ଖୁସି ହେବେ, ସେତେବେଳେ ତାଙ୍କର ସେ କୃପାର ମାଧ୍ୟମରେ ଏଇ ଭକ୍ତି ଦେବୀ ଭକ୍ତର ହୃଦୟରୁ ଆମର ହୃଦୟକୁ ପ୍ରବେଶ କରନ୍ତି। ଭକ୍ତମାନେ ଆମର ବ୍ୟବହାର, ଚାଳିଚଳନ, ଢଙ୍ଗ ଢାଙ୍କ, କଥାବାର୍ତ୍ତା ଇତ୍ୟାଦି ଶ୍ରବଣ କରିକି ଯଦି ଖୁସି ହେବେ, ଖୁସି ହେଇକି ତାଙ୍କ କୃପା ବର୍ଷଣ କରିବେ, ସେ କୃପାର ମାଧ୍ୟମରେ ଭକ୍ତି ଦେବୀ ତାଙ୍କ ହୃଦୟରେ ଆମ ହୃଦୟକୁ ପ୍ରବେଶ କରିବେ। ଏଇଟା କୁହାଉଛି ଯେ ଏ ସପ୍ତମ ଅଧ୍ୟାୟଟା କେମିତିକା କୃଷ୍ଣ ଚେତନାମୟ ଭାବେ ସତ କୁହାହଉଛି, ଆଉ କୃଷ୍ଣ ଚେତନାର ଆରମ୍ଭ ହବ କେମିତିକା ନା କୃଷ୍ଣ ଚେତନାମୟ ଭଗବତ ଭକ୍ତର ସଙ୍ଗ ମାଧ୍ୟମ। ଏଇ ଭକ୍ତ କୃଷ୍ଣ ଚେତନାମୟ ଭକ୍ତ ସଙ୍ଗ କରିଲେ ସେଟା ହଉଛି ଚିନ୍ମୟ ସଙ୍ଗ, ଜଡ ସଙ୍ଗ ନାହିଁ, ଭୌତିକ ସଙ୍ଗ ନାହିଁ। କାରଣ ସାଧୁ ସଙ୍ଗ କଲେ କୃଷ୍ଣ କଥା ଶୁଣିବ, କୃଷ୍ଣ ମହିମା ଶୁଣିବ, ନାମ କରିବ, ତ ଏଇ ସଙ୍ଗଟା ଭୌତିକ ସଙ୍ଗ ନୁହଁ। ସାଧୁ ସଙ୍ଗ ହେଲେ କଣ ହବ ନା ସାଧୁର ମାଧ୍ୟମରେ କୃଷ୍ଣ ଭାବନାମୃତ ବୃତ୍ତିର ମାଧ୍ୟମରେ ଆମମାନେ ସିଧାସଳଖ ଭଗବାନଙ୍କ ସାଙ୍ଗରେ ଯୁକ୍ତ ହେଇପାରିବୁ ଏବଂ ସେ କୃଷ୍ଣ ଭାବନାମୃତ ବ୍ୟକ୍ତିର କୃପାରୁ ଆମମାନେ କୃଷ୍ଣ ଯେ ପରମ ପୁରୁଷ ଭଗବାନ ସେଠି ବୁଝିପାରିବୁ। କୃଷ୍ଣ ପରମ ପୁରୁଷ ଭଗବାନ ବୋଲି ଜ୍ଞାନୀ ଯୋଗୀ କର୍ମୀ ସେଟା ବୁଝିପାରିବନି, ଯେତେଟା କୃଷ୍ଣ ଭାବନାମୃତ ବ୍ୟକ୍ତିର ସଂସ୍ପର୍ଶରେ ଆସିଲେ ଆମେ ବୁଝିପାରିବୁ। ସେଟା ଅନ୍ୟ କୌଣସି ଉପାୟ ନାହିଁ, ବୁଝିପାରିବୁ। एक संगे एक समय जीव भगवान को जानिब आ संगे संगे से निजर स्वरूप टाक भी जान, भगवान को जानिया संगे संगे कृष्ण जो भगवान से जान मु किए ना मु हूँ कृष्णकर अंश नित्य दास, जीवर स्वरूप है कृष्ण नित्य से जापर आ से पूरा ज्ञान पाइब केमतिका माने भगवान कृष्ण को भूलीगले, कृष्ण भूली जे जी भगवान साकर निकटस्थ मातारे झपटिया धारे कृष्ण को भूलबारू केमतिका माया भौतिक बंधन रही है बुझीपर तीन टा जिन बुझीपर जड़ जागतिक बंधन टा बुझीपर, निजर स्वरूप टाक बुझीपर, आ कृष्ण स्वरूप को बुझीपर। तो भाव कौन हम ना क्रमे क्रमे कृष्ण चैतन्य उन्नति लाभ कर भल संग सत्संग पाए कहुच तत दुसंग उत्सर्ज सचेत बुद्धिमान, जे बुद्धिमान से दुसंग परित्याग सत्संग कर, सत्संग मान कहार संग कृष्ण भावनामृत व्यक्तिर संग, तो से जीव बुझीपर जे ये बद्ध अवस्था तार कहीं ना कृष्ण को से भूली जाए, कृष्ण को भूलिबार फल निकटस्थ मायाचर झपटिया था से जड़ा प्रकृतिर नियम द्वारा बद्ध होइछि। से बुझीपर ये मनुष्य जीवन उद्देश्य टी कौन, ये मनुष्य जीवन लक्ष्य टी हूँ कौन, कहीं भगवान मनुष्य जीवन देते जे आमे मनुष्य जीवन रे जमतिका एक कृष्ण चेतना लाभ करवा। एक कृष्ण चेतनाटा हूँ आम मानकर यथार्थ मूल, तो सेटा आमे कृष्ण चेतनाटा
ଆମେ ହରେଇନେ ସବୁବେଳେ ଜୀବ କୃଷ୍ଣ ଚେତନାରେ ରହିଛି। ସେ ଚେତନଟା ଆମେ ବୁଝିପାରୁନେ, କୃଷ୍ଣ ସହ ଆମର ସମ୍ପର୍କ ବୁଝିପାରୁନେ, କୃଷ୍ଣ ଭଗବାନ ବୁଝିପାରୁନେ, ମୁଁ ତାଙ୍କ ଦାସ ବୁଝିପାରୁନେ। ଏଇ ଜିନିଷକୁ ଆଉଥରେ ସେ ବୁଝିପାରେ, କୃଷ୍ଣ ପ୍ରେମ ପ୍ରଜ୍ୱଳିତ ହବ, ସେ କୃଷ୍ଣ ଚେତନାମୟ ହେଇଯିବ। ସେଥିପାଇଁ କି ଏଇ ମନୁଷ୍ୟ ଶରୀରଟାକୁ ଭଗବାନଙ୍କର ଅହେତୁକ କୃପା ପାଇଁ ଲାଭ କରିବା ପାଇଁ ଚେଷ୍ଟା କରିବାକୁ ପଡେ। ମନୁଷ୍ୟ ଜୀବନ ଲକ୍ଷ୍ୟ, ମନୁଷ୍ୟ ଜୀବନର ପୂର୍ବରୁ ଆମେ ବହୁ ଜୀବନ ଅତିବାହିତ କରିଛୁ। ଲବ୍ଧ୍ୱା ସୁଦୁର୍ଲଭମ୍ ଇଦଂ ବହୁ ସମ୍ଭବାନ୍ତେ, ବହୁ ଜନ୍ମ ଆମେ ଅତିବାହିତ କରିଛେ। କିନ୍ତୁ ବର୍ତ୍ତମାନ ଯେତେବେଳେ ମନୁଷ୍ୟ ଜନ୍ମ ପାଇଲେ, ତାର ମୂଳ ଲକ୍ଷ୍ୟ ଅଥାତ ବ୍ରହ୍ମ ଜିଜ୍ଞାସା। ବର୍ତ୍ତମାନ ବ୍ରହ୍ମ ଜିଜ୍ଞାସା କରିବାକୁ ପଡିବ। এই মনুষ্যের লক্ষ্যের উদ্দেশ্য নির্দেহ মাধ্যম সুলভম সুদুর্লভম প্লবম স্বল্পম গুরুকর্ণ ধারম ময়ানুকূলেন নবস্য তরিতং ন তরিত ভবম বুদ্ধিস আত্মহা। ଯଦି ଏଇ ମଣିଷ ଶରୀର ଲାଭ କରିକି ଗୋଟା ବହୁ ଜୀବନର ସ୍ୱୀକୃତି ଫଳ ପାଇଯାଇଛି, ଆମେ ଯଦି ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା ନ କରିବା, ମୁଁ ଭଗବାନ ଦାସମୟ ଜାଣିବାକୁ ଚେଷ୍ଟା ନ କରିବା, ଏବଂ ସମସ୍ତ ବିଭିନ୍ନ ପ୍ରକାରର ତ ହଁ, ସେଥିପାଇଁ କି ଆମକୁ କଣ କରିବାକୁ ପଡିବ ନା, ଆମକୁ ସାଧୁ ସଙ୍ଗ କରିବାକୁ ପଡିବ। ଏଇଟା ହଉଛି ମୁଖ୍ୟ କଥା। ଏଇ ପାରାଗ୍ରାଫ ଟା ଖୁବ ସୁନ୍ଦର, ସିଷ୍ଟମେଟିକାଲି ପ୍ରଭୁପାଦ ଆମକୁ କହୁଛନ୍ତି। ସିଷ୍ଟମେଟିକାଲି ପ୍ରଥମ ହଉଛି ଅଧ୍ୟାୟରେ କୁହାଯାଇଛି ଯେ କେମିତିକା ପୂର୍ଣ୍ଣ କୃଷ୍ଣ ଚେତନାମୟ ହେବ। ତୁ ଜାଣ ତ କି କି ଟେଷ୍ଟ হবে ଜାଣ? ତ କେମିତିକା କୃଷ୍ଣ ଚେତନାମୟ ହେବ ସେଟା ଏ ବର୍ଣ୍ଣନା କରାଯାଇଛି। ତ କେମିତି କୃଷ୍ଣ ଚେତନାମୟ ହେବ ନା, କୃଷ୍ଣ ଭାବାନୁମତ ବ୍ୟକ୍ତିର ସଂସ୍ପର୍ଶରେ ଆସିଲେ ସେ କୃଷ୍ଣ ଚେତନାମୟ ହେବ। ବୁଝିପାରିଲେ କି? କୃଷ୍ଣ ଭାବାନୁମତ ତ ଏଇ କୃଷ୍ଣ ଭାବାନୁମତ ବ୍ୟକ୍ତିର ସଂସ୍ପର୍ଶ ଆସିଲେ କଣ ହବ ନା, ସେ ସିଧା ଭଗବାନ ସାଙ୍ଗରେ ଯୁକ୍ତ ହେଇଯିବ। ହୁଁ। ଭଗବାନ ସାଙ୍ଗେ ଯୁକ୍ତ ହେଲେ କଣ ହବ ନା, ସେ ଭଗବାନ କୃଷ୍ଣଙ୍କୁ, କୃଷ୍ଣ ଯେ ଭଗବାନ ସେଟା ବୁଝିବ। ମୂଳ କଥା ହଉଛି କୃଷ୍ଣ ଯେ ପରମ ବ୍ରହ୍ମ ପରମ ପୁରୁଷ ଭଗବାନ, ସେଟାକୁ ଦୃଢ ବିଶ୍ୱାସ। ହୁଁ। ସେଟା ହବ ତାର, କୃଷ୍ଣ ଯେ ଭଗବାନ ସେଟା ଦୃଢ ବିଶ୍ୱାସ ହବ। ମୁଁ କୃଷ୍ଣଙ୍କର ଅଂଶ ନିତ୍ୟତା ସେଟା ହବ। ମୁଁ ଭଗବାନଙ୍କୁ ଭୁଲି ଯାଇଛି ବୋଲି ଭୌତିକ ଜଗତ ଆସିଛି ସେଟା ବୁଝିପାରିବ। ବୁଝିପାରିଲ? ତବେ ଏଇ ଭାବେ କୃଷ୍ଣ ଭଗବାନ ଭକ୍ତଙ୍କ ସାଙ୍ଗେ ସଙ୍ଗ କରିକରି ଆସ୍ତେ 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 ହଁ, ସେ ଉନ୍ନତି ଲାଭ କରିବ। ସେ ବୁଝିପାରିବ ଯେ ମୁଁ କୃଷ୍ଣଙ୍କୁ ଭୁଲି ଯାଇକି ଏ ଭୌତିକ ଜଗତରେ ବଦ୍ଧ ହେଇଯାଇଛି। ସେ ବୁଝିପାରୁ ଯେ ମନୁଷ୍ୟ ଜୀବନ ଲକ୍ଷ୍ୟ ଟା କଣ। ମନୁଷ୍ୟ ଲକ୍ଷ୍ୟଟା ହଉଛି ଏଇ କୃଷ୍ଣ ଚେତନାକୁ ଲାଭ କରିବା, କୃଷ୍ଣ ପ୍ରେମ ଲାଭ କରିବା। এটা ଭଗବାନଙ୍କର ପୂର୍ଣ୍ଣ କୃପା ଲାଭ କରିବା ପାଇଁ ଚେଷ୍ଟା କରିବା ଉଚିତ। ତ ବିଭିନ୍ନ ପ୍ରକାରର ବିଷୟ ଆଉ ଅନ୍ୟ ବିଷୟ ଚର୍ଚ୍ଚା କରାହେଇଛି। ଯେମିତିକା ଯେ ମଣିଷ ଆର୍ତ ଅର୍ଥାତ୍ ଜିଜ୍ଞାସୁ, এই ସମସ୍ତ ଭୌତିକ ନା, ସେ ଆର୍ତ ରହିଛି, ଜିଜ୍ଞାସୁ ହେଇଛି, ଜଡ ବସ୍ତୁ ପାଇବାକୁ ଚାହୁଁଛି, ସେ ବ୍ରହ୍ମ ଜ୍ଞାନ ପାଇବାକୁ ଚାହୁଁଛି, ପରମାତ୍ମା ଜ୍ଞାନ ପାଇବାକୁ ଚାହୁଁଛି, ମୁକ୍ତି ପାଇବାକୁ ଚାହୁଁଛି। ହଁ, ଜନ୍ମ ମୃତ୍ୟୁ ଜରା ବ୍ୟାଧିରୁ ମୁକ୍ତି ପାଇବ, ସେଇ ଉଦ୍ଦେଶ୍ୟରେ ସେ ଭଗବାନଙ୍କୁ ପୂଜା କରୁଛି। ସେ ଉଦ୍ଦେଶ୍ୟ ଭଗବାନଙ୍କୁ ସେ ପୂଜା କରୁଛି। ତ କିନ୍ତୁ ଯେ କୃଷ୍ଣ ଚେତନାରେ ଉନ୍ନୀତ ହେଇଛି, ହଁ, ସେ ଏଇ ସମସ୍ତ ବିଷୟରେ ଯୁକ୍ତ ହବନି, ଅର୍ଥାତ୍ ଏଇ ସମସ୍ତ ଉଦ୍ଦେଶ୍ୟରେ ଭଗବାନଙ୍କୁ ଉପାସନା କରିବନି, କୃଷ୍ଣ ଚେତନା ସ୍ତରକୁ ଆସିବନି। ବୁଝିଲେ?
ସେ କଣ କରିବ? ସେ କୃଷ୍ଣ ଚେତନାମୟ କର୍ମରେ ଯୁକ୍ତ ହବ। ଆଉ ଏକ ଅନ୍ୟ କିଛି ବ୍ରହ୍ମକୁ ଜାଣିବି, ପରମାତ୍ମାକୁ ଜାଣିବି, ମୁକ୍ତି ପାଇବି, ସ୍वर्ଗ ଯିବି, ଏ ସବୁଥିରେ ସେ ଯୁକ୍ତ ହବନି। ତ যেটা বলছিলাম, যেটা কହୁଥିଲି ସେ କଣ କରିବ ସେତେବେଳେ? ନା କେବଳ କୃଷ୍ଣଙ୍କ ସେବାରେ ନିଯୁକ୍ତ ହବ, କୃଷ୍ଣ ଚେତନାମୟ କାର୍ଯ୍ୟକ୍ରମ ନିଯୁକ୍ତ ହବ, ଏବଂ କୃଷ୍ଣ ସେବାରେ ନିଯୁକ୍ତ ହେଇକି ତା ଯେ ସ୍ୱରୂପ ସ୍ଥିତିରେ ସେ ଲାଭ କରିପାରିବ। ହଁ, ଯେ ସେ ହଉଛି ଏ କୃଷ୍ଣଙ୍କ ନିତ୍ୟ ସେବକ, ବର୍ତ୍ତମାନ ମାୟାର ସେବକ ହେଇକି ରହିଛି। ସାଧୁ ସଙ୍ଗ ଫଳରେ ଯଦି କୃଷ୍ଣ ସେବା କରିବା, ତାହେଲେ ଆସ୍ତେ ଆସ୍ତେ ତମ ସ୍ୱରୂପଟି ପ୍ରକାଶ ପାଇବ। ମାୟାର ସେବା କରୁଛି, ଏଇଟା ଆମର ବିରୂପ, এইটা ଆମର ସ୍ୱରୂପ ସ୍ଥିତି ନୁହଁ, ଏଇଟା ହଉଛି ଆମର ବିରୂପ ସ୍ଥିତି। ସେତେବେଳେ ଯେତେବେଳେ ସ୍ୱରୂପ ସ୍ଥିତି ଆମେ ପାଇବା, ତାହେଲେ କଣ ହବ ଶୁଣ। ସେତେବେଳେ କେବଳ ଭଗବାନଙ୍କର କଥା ଶ୍ରବଣ କୀର୍ତ୍ତନରେ ଆନନ୍ଦ ହବ। ହୁଁ। ଭଗବାନଙ୍କ ଶ୍ରବଣ କୀର୍ତ୍ତନ କରିବ, ଭଗବାନଙ୍କ ସେବାରେ ନିଜ, ସେଠି ତାର ଆନନ୍ଦ। ଭଗବାନ କଥା ଆଲୋଚନା ନହେଲେ, ଶ୍ରବଣ ନ କରିଲେ, କୀର୍ତ୍ତନ ନ କରିଲେ ସେ ଆନନ୍ଦ ପାଇବ। ହଁ? ସେ ବୁଝିପାରିବ ଯେ ଏକମାତ୍ର ଏଇ ଭକ୍ତିମୂଳକ ସେବାର ହଉଛି, ଭକ୍ତିମୂଳକ ସେବା, ଭଗବାନଙ୍କ କଥା ଶ୍ରବଣ କୀର୍ତ୍ତନ, ଏଁ, ଏଇ ଦ୍ୱାରା ହିଁ ଜୀବନ ଲକ୍ଷ୍ୟ ହାସଲ ହବ, ବାସ୍। ଆଉ କୌଣସି ପ୍ରତି ସେ ଧାବିତ ହବନି। এইটাକୁ କହୁଛି ଦୃଢ ବ୍ରତ। ଯେତେବେଳେ ତ ମନ ପୁରା ଦୃଢ ହେଇଯିବ, ସ୍ଥିର ହେଇଯିବ ଏଇ ଚିନ୍ତାରେ, ଏଇ ଧାରଣାରେ, ଦୃଢ ବ୍ରତ। ତ ଏଇଟା ହଉଛି ଭକ୍ତିର ପ୍ରାଥମିକ ଅବସ୍ଥା। ହଁ, ଭକ୍ତି ଯୋଗ ବା ପ୍ରେମମୟ ସେବାର ଅବସ୍ଥା। ତ ଶାସ୍ତ୍ରରେ ସେ କଥା କୁହାଯାଇଛି ସପ୍ତମ ଅଧ୍ୟାୟରେ, ଭଗବତ ଗୀତା ସପ୍ତମ ଅଧ୍ୟାୟ। ତ ସେଇ ଭଗବତ ଗୀତା এই বিষয়টাକୁ, ଭଗବତ এই ଅଧ୍ୟାୟରେ ଏଇଟାକୁ ବେଶୀ ଦୃଢତା ଲାଭ କରେছে। এই ଭାବରେ ଆମେ ଭକ୍ତି ବେଦାନ୍ତ ପରପଟ ଶ୍ରବଣ କରିଲେ ସପ୍ତମ ଅଧ୍ୟାୟ ଶେଷ ହେଲା। ଏବେ ଆମେ ଚୈତନ୍ୟ ଚରିତାମୃତ ପାଠ କରିବା। ମୁଁ କମ୍ପ୍ୟୁଟର ରେଡି ହେଇଯାଇଛି, ଆମେ ଆମର କମ୍ପ୍ୟୁଟର থেকে ପାଠ করব। ଭାରି ଭାରି আমার কম্পিউটার গন্ডগোল হয়ে গেছিল।